କଳହ ମୁକ୍ତି ପାଇବା ଆବଶ୍ୟକ। ସେନାପତି କହିଲେ, ସେନାପତି କହିଲେ ମୋର ବି ବଞ୍ଚି ମୁଁ ଯେହେତୁ ରାଜମହଲର ସେନାପତି ନା, ମୁଁ କାମ କରି କରିକିନା ମୋର ଆଗକୁ ଗୋଟେ ଧଇଲାଣି ତାই ଫାଳେ ଖାଏ ସେ ଗୋଟା ନାହିଁ ଫାଳେ ଖାଏ। ସେନାପତିଙ୍କ ଘୋଷଣାର ପ୍ରତିଧ୍ୱନି ନିର୍ଗତ ହେଲା ସମସ୍ତ ମନ୍ତ୍ରୀ ସଭାସଦଙ୍କ କଣ୍ଠରୁ। ସମସ୍ତେ ଅଧିକ ଦକ୍ଷ ରାଜ୍ୟସଭା ନିମନ୍ତେ କଚ୍ଛପର ନିୟତ ସମୟ ଘୋଷଣା କରି କୌଣସି ନା କୌଣସି ରୋଗର ମୁକ୍ତି ପାଇଁ ଆଗ୍ରହୀ ଥିଲେ। କହୁଛନ୍ତି ମାନେ ଆମ ପୂର୍ବପୁରୁଷ ଯିଏ ଥିଲେ ସେମାନେ ଏମିତି ବୁଦ୍ଧି ଆସିଲେ କଣ ପାଇଁ? ନାଇଁ କଇଁଛ ମାଂସ ଖାଏ। ତାପରେ ଆମେ ବି ମାନେ ନିହାତି ଆଗରୁ ପୂର୍ବରୁ କଇଁଛ ମାଂସ ଖାଇବା ନିହାତି ଆବଶ୍ୟକ ଥିଲା। ତାକୁ ବହୁତ ଡେରିରେ ଜାଣିକି ସରିଯିବନି। ଆଉ ଏତିକି ଅଛି। ଦେଖ ଆମ ଦୁଇ ମହାନ ଦେଶ ମଧ୍ୟରେ ମୈତ୍ରୀ କାରବାର କରିବା ଆବଶ୍ୟକତା ଦୃଷ୍ଟିରୁ ମୁଁ ମଧ୍ୟ କିଛି ଗଠନ ପାଇଁ ପ୍ରସ୍ତୁତ। ଘୋଷଣା କଲେ ବିଦେଶୀ ରାଜ୍ୟ ଯିଏ ଯୋଉ ମାନେ ଅଲଗା ରାଜ୍ୟକୁ ଆସିଥିଲେ ଆମ ରାଜ୍ୟକୁ ସେ କହିଲେ ଆମର ତମ ରାଜ୍ୟ ଆମ ରାଜ୍ୟ ଭିତରେ ଭଲ ମୈତ୍ରୀ ସ୍ଥାପନ କରିବା ପାଇଁ ଯଦି ମାନେ କଣ ଦରକାର ନା ମତେ କିଛି ତମକୁ ମାନେ ଦିଆଯିବ। ମାନେ ତମ ରାଜ୍ୟକୁ ଆସିଥିଲେ କଇଁଛ ମାଂସ ଖାଇଥିଲେ ଆମ ଭିତରେ ଟିକେ ଦୃଢତା ମାନେ ମୈତ୍ରୀ ସ୍ଥାପନ ହବ ଯଦି ମାନେ କଇଁଛ ମାଂସ କିଏ ନା ରାଜଦୂତ ଭଳି। ଇତିମଧ୍ୟରେ ରାଜାଙ୍କର ନିମନ୍ତେ ଚଳନ୍ତି ସିଂହାସନଟିଏ ଛାତ ଉପରୁ ଅଣା ସରିଥିଲା। ମାନେ ରାଜା ଗୁଡା ଦେଖିବେ ବୋଲି ତାଙ୍କ ରାଜ ସିଂହାସନକୁ ବି ଉଠେଇ ଦେଇଥିଲେ। ଆଉ ରାଜା ପ୍ରଜା ସେନାପତି ସେଇଠି ସବୁ ଠିଆ ହେଇଥିଲେ। ରାଜା କଣ ଏତେ ବଡ ଲୋକ ହେଇକି ସେ କଣ ଠିଆ ହେବେ ବସିବେ ନା ତାଙ୍କ ସିଂହାସନ ହଁ ତମେ ଉପନିବେଶ କରନ୍ତ ଅନ୍ୟମାନେ ତଳେ ବସିବେ। ମାନେ ରାଜା ଚେୟାର ଉପରେ ବସିବେ ତାପରେ ସମସ୍ତେ ତଳେ ବସିବେ। ଯାହାର ସର୍ବାଧିକ ପ୍ରୟୋଜନ କଚ୍ଛପ ତାକୁ ହିଁ ରାଜା କଣ କହିଲେ ଯାହାର ମାନେ ନିହାତି ଆବଶ୍ୟକ ତାକୁ ହିଁ କଇଁଛ ମାଂସ ମିଳିବ। ସେ କଥା ଆମେ ଦେଖିବୁ କିନ୍ତୁ ଜୀବ ଦୁନିଆରୁ ଖସିଲା ବେଳେ କିଛି ଗୋଟେ କହିବାର ଆମେ ଶୁଣିବୁ। ଦେଖ ରାଜା ଏଇଟା ବୁଝିପାରିଲେ କହିଲେ ଆଉ ସମସ୍ତେ ପ୍ରଜା କହିବ ମୁଁ ବି ସେନାପତି କହିଲି ମୋର ଗଣ୍ଠି ବାତ ବିଦେଶୀ ରାଜଦୂତ କହିଲେ କଣ ମୈତ୍ରୀ ସ୍ଥାପନ ପାଇଁ ମୁଁ ବି କଇଁଛ ମାଂସ ଖାଇବି। ସମସ୍ତେ ତ କଇଁଛ ମାଂସ ଖାଇବେ କିନ୍ତୁ ରାଜା ତ ଖାଇବେନି କାରଣ ରାଜା ତ କିଛି ନାହିଁ ମାନେ ଭଲ ବୁଦ୍ଧି ଆଉ କଣ ରାଜା ସେତିକି ମାନେ ଇଏ ମାନେ ଭଲ ମଣିଷ ହେଇକି ବୋଲି ସେ ରାଜା ହେଇଛନ୍ତି ମତେ ଯେ ମିଳିବନି ରାଜା ବୁଦ୍ଧି ପାଞ୍ଚିଲେ ହେଲା କହିଲେ ଯେତେବେଳେ ଆକାଶରୁ କଇଁଛ ପଡିଥିଲା ସେତେବେଳେ ଗୋଟେ କହିଥିଲା କଣ କହିଥିଲା ଦେଖ ଦେଖନ୍ତୁ ଆମେ ଦେଖିବୁ କିନ୍ତୁ ଜୀବ ଶୂନ୍ୟ ଖସିଲା ବେଳେ କିଛି ଗୋଟିଏ କହିବାର ଆମେ ଶୁଣିବୁ ସେଇଟା କଣ କର୍ଣ୍ଣ ସମ୍ବଳିତ ସଭାସଦକୁ ରାଜା ପ୍ରଶ୍ନଟି କଲେ ବୃହତ କାନ ମାନେ ହାତୀ କାନ ଯୋଉଟା ଗୋଟେ ଦେଖିବ ହାତୀ କାନ ରାଜ୍ୟ ଦରବାରରେ ମାନେ ସେଡି ବଡ କାନର ଲୁଗା ହେଲା ଯୋଉ ଏଡେ ବଡ କାନ ହେଲା ବଡ କାନ ହେଇଥିବ ସେମିତି ଗୋଟେ ଲୋକଟା ଥିଲା କଣ ନା ମାନେ ଯୋଉ ମାନେ ସିଏ ମାନେ ବହୁତ ଦୂରର ଶବ୍ଦ ବି ସେ ଶୁଣିପାରିବ କିଏ ଆକ୍ରମଣ କରିବାକୁ ଆଉଥିବ କିଏ କଣ କହୁଥିବ ସେ ଶୁଣିପାରିବ। ତାପରେ ଯେତେବେଳେ ଆକାଶରୁ ପଡିଲା କଣ କହିଲା ରାଜାକୁ ବୋଲି ତାକୁ ଡାକିଲେ ତାର ବଡ କାନ ନା ସେ ଶୁଣିଥିବ କି ଯେତେବେଳେ କଇଁଛ ଆକାଶକୁ ପଇଲା ସେତେବେଳେ କଣ କଲା ତାକୁ ପଚରା କହିବାକୁ ଛାତି ଫାଟି ଯାଉଛି ସଭାସଦଙ୍କୁ ତାଙ୍କର ଅନୁକରଣୀୟ ଅଙ୍କ ବର୍ଣ୍ଣଯୁଗଳ ଯାହାକୁ କି ସେ ଇଚ୍ଛା ଅନୁସାରେ ଦୋହଲାଇ ପାରୁଛନ୍ତି ମାନେ ହାତୀ ଯେମିତି ତା କାନକୁ ଭଲ ସେମିତି ଅଛି ହେଲା ଆଉ ସେ କହିଲେ ଜୀବଟି ବୁଦ୍ଧୁ ବୋଲି ଉଚ୍ଚାରଣ କରିବ ହେଲା ଯେତେବେଳେ ପଢିଲା ସେ କଣ ପାଇଁ ପଢିଲା ସେ ବୁଦ୍ଧୁ କହିଥିଲା ବୋଲି ପଢିଗଲା ବିଚିତ୍ର କିନ୍ତୁ କାହାକୁ ଉଦ୍ଦେଶ୍ୟ କରି ସେ ସେଇଭଳି ସମ୍ବୋଧନ କରିପାରିଥାନ୍ତା ରାଜା କହିଲେ ସେ ବୁଦ୍ଧୁଟା କାହାକୁ କହିଲେ ଆମ ଭିତରେ ପୁଣି ବୁଦ୍ଧୁ କିଏ ରାଜା ବିସ୍ମୟ ପ୍ରକାଶ କଲେ ମାନେ ରାଜା ଆଶ୍ଚର୍ଯ୍ୟ ହେଇଗଲେ ଆମ ଭିତରେ ଆମେ ତ ଯେତେ ଲୋକ ଥିଲୁ ଆମ ଭିତରେ ପୁଣି ବୁଦ୍ଧୁ କିଏ ସେ କାହାକୁ ବୁଦ୍ଧୁ କହିଲେ ଗଭୀର ମହତ୍ବ ଭିତରେ ସଭାସଦଙ୍କ ପରସ୍ପର ପ୍ରତି ଘନ ଘନ ଧୂପାତ କରିବାକୁ ଲାଗିବ ଧୂପାତ ମାନେ ତାକୁ ମାନେ ପ୍ରକୃତରେ ବୁଦ୍ଧୁ ସେ କାହାକୁ କହିଲେ ହେଲା ବୁଦ୍ଧୁ ସ୍ୱୟଂ ମାନି ନ ଗଲେ ଆମକୁ ବାତିଲ ରୀତି
ଦ୍ୱାରା ତାଙ୍କୁ ଆବିଷ୍କାର କରିବାକୁ ହେବ ମାନେ ସେ କହୁଛନ୍ତି ରାଜା କହିଲେ ଯଦି ମାନେ କେହି ଯଦି ନ ମାନିବେ କି ସେ ମତେ ବୁଝୁ କହିଛି ଦେଖିବେ ଯେ ଧର ଯୋଉ ଗୋଟେ ଜିନିଷ ଚୋରି ହେଇଯିବ ମାନେ ସମସ୍ତେ କହିବେ ଆମେ କେହି ଜାଣିନୁ ତାପରେ ସେଠୁ କଣ ହବ ନା ଯାହାର ଚୋରି ହେଇଥିବ ସେ ପୋଲିସ ଡାକିବ ନହେଲେ କୌଣସି ଗୁଣିଆ ପାଖକୁ ଯଦି ଯିଏ ନ ମାନିବ ସେ ମତେ ବୁଝୁ କହିଛି ତାହେଲେ ଆମେ ମାନେ ଯୋଉ କଣ କରିବୁ ନା ଏଇ ଯୋଉ କଇଁଛ ମାଂସ ଖାଇବାକୁ ବାତିଲ କରିକି ଆମେ ଖୋଜିବୁ କି ସେ କାହାକୁ ବୁଝୁ କହିଲା ମାନେ ଆମେ କିଛି ଆବିଷ୍କାର କରିବୁ ଆଉ କାହାକୁ କହିଥିଲା ବୁଝୁ ବୋଲି ଆଉ ନିରବତା ସେହିପରି କି ଘନତର ହୋଇ ଉଠିଲା ମାନେ ସମସ୍ତେ ସେମିତି ନିରବତା ହେଇ ବସିଥିଲେ ମାନେ କେହି କହୁନାହାନ୍ତି କି ସିଏ ମତେ ହିଁ ବୁଝୁ କହିଲା ଆମ ସମ୍ମାନିତ ଅତିଥି ବିଦେଶୀ ରାଜଦୂତ ମହୋଦୟ ତାଙ୍କ କୂଟନୀତି ବୈଶିଷ୍ଟ୍ୟ ଦୃଷ୍ଟିରୁ ବୁଦ୍ଧୁ ପଦବାଚ୍ୟ ହୋଇନପାରେ ମାନେ ସିଏ କହିଲେ ମାନେ ଆମ ରାଜା କହୁଛନ୍ତି କି ଯେହେତୁ ବିଦେଶୀ ରାଜଦୂତ ସିଏ ଯେହେତୁ ଗୋଟେ ଏତେ ବଡ ରାଜ୍ୟ ଚଲାଉଛନ୍ତି ସିଏ କେବେ ବି ହେଲେ ମାନେ ବୁଦ୍ଧୁ ହେଇଗଲେ ହେଲା ତାଙ୍କ ପାଖରୁ ଧରିତେ ଗଲା ଆଉ କିଏ ତାପରେ କିଏ କହିଲେ ହେ ହେ ମଣିମା ରାଜଦୂତ ଉଚିତ ଲଜ୍ଜା ସହକାରେ ମୁଣ୍ଡ ହଲାଇ ରାଜାଙ୍କ ବକ୍ତବ୍ୟ ପ୍ରତି ସମର୍ଥନ ଜଣାଇଲେ କିଏ ନା ବିଦେଶୀ ରାଜଦୂତ କିଏ ଆସିଥିଲେ ସେ ସବୁ ମୁଣ୍ଡ ହଲେଇକିନା ତାଙ୍କ କଥାକୁ ସମର୍ଥନ ଜଣାଇଲେ କି ମୁଁ ବୁଝୁ ନୁହଁ ଆମ ମନ୍ତ୍ରୀ ମାନେ ମନ୍ତ୍ରୀ ନହେଲେ ବୁଝୁ ସେମାନେ ଏକାଧାରରେ ଉଭୟ ହୋଇ ନ ପାରନ୍ତି ଯୋଉ ମନ୍ତ୍ରୀ ମାନଙ୍କୁ କହିଲେ ବୁଝୁ ହେଇପାରିବେ ନହେଲେ ଯୋଉ ମନ୍ତ୍ରୀ ହେଇପାରିବେ ସେ ଯୁଆଡୁ ଦିଟା ହେଇପାରିବେ ତାପରେ ସିଏ କହିଲେ ଠିକ ମଣିବା ଆମେ ମନ୍ତ୍ରୀ ମାତ୍ର ଆଶ୍ୱସ୍ତ ସ୍ମିତ ହସମାନ ଫୁଟାଇ ମନ୍ତ୍ରୀବର୍ଗ କହିଲେ କହିଲେ ଆମେ ମନ୍ତ୍ରୀ ଆମେ କେବେ ବୁଝୁ ହେଇପାରିବୁ ତାପରେ କାହାକୁ ହେଲା ଆମ ସେନାପତି ଯିଏ କି ସର୍ବ ସମ୍ମୁଖରେ ଏପରିକି ଜଣେ ବିଦେଶୀ ଦୂତଙ୍କ ଉପସ୍ଥିତି ସତ୍ତ୍ୱେ ନିଜ ଗନ୍ତବ୍ୟର ରହସ୍ୟ ପ୍ରକାଶ କରିଦେଲେ ସେ ନିଶ୍ଚୟ ତାଙ୍କ ଚେହେରାରୁ ଯେତିକି ଜଣା ପଡୁଛି ସେ ତୁଳନାରେ ଅଧିକ କହୁଛନ୍ତି କି ଜଣେ ରାଜା ବସୁଛନ୍ତି ଆମ ରାଜା ଜଣେ ବିଦେଶୀରୁ ରାଜା ଆସିଛନ୍ତି ତାଙ୍କ ଆଗରେ ଯେହେତୁ ସେ ତାଙ୍କର କହିଲେ କି ମୋର ଗଣ୍ଠିବାତ ଅଛି ମୁଁ କଣ୍ଠରୁ ପକେଇବି ସେ ଏତେ ସାହସରେ କହିଲେ ସିଏ କେବେ ବୃଦ୍ଧ ହୁଏ ଆଉ କିଏ ସେନାପତି ବିକଳ ହସି ହସି ସମସ୍ତଙ୍କ ମୁହଁକୁ ଅନାଇଲେ କ୍ରମେ ଏହିପରି ବାତିଲ ରୀତିରେ ବାତିଲ ମାନେ କଣ ବାତିଲ କଣ ହଁ କ୍ୟାନ୍ସେଲ ବାତିଲ ହେଲା ଏହିପରି ବାତିଲ ରୀତିରେ ଜଣ ଜଣ ହୋଇ ସମସ୍ତେ ସଭାସଦ ବୁଦ୍ଧୁ ହୋଇଥିବାର ସମ୍ଭାବନାର ମୃତ୍ୟୁ ହେଲେ ମାନେ ମୃତ୍ୟୁ ହେଲେ ମାନେ ଯେତେ ସବୁ ମାନେ ସେ ସଭାରେ ବା ରାଜଦରବାରରେ ଯେତେ ଲୋକ ଥିଲେ ସମସ୍ତେ କଣ କଲେ ନା ବୁଦ୍ଧୁ ପଦବାଚ୍ୟରୁ ମୁକ୍ତି ପାଇଲେ ମାନେ କେହି ଏଠି ବୁଦ୍ଧୁ ନୁହଁ ଯେତେବେଳେ ଶେଷ ଆଶ୍ୱାସନାରେ ଦୀର୍ଘଶ୍ୱାସ ଶୁଣାଗଲା ସେତେବେଳେ ରାଜା ହଠାତ୍ କାନ୍ଦି ଉଠି କହିଲେ ବାକି ରହିଲି ମୁଁ ଅର୍ଥାତ୍ ମୁଁ ହିଁ ହଉଛି ବୁଦ୍ଧୁ ଆଉ କଣ ରାଜ ଦରବାରରେ କେହି ଯେହେତୁ ମାନିଲେନି ତାଠୁ କିଏ ରାଜା କହିଲେ ବୁଦ୍ଧୁ ସମସ୍ତ ସଭାସଦଙ୍କ କାନ୍ଦି ଉଠିଲେ ବୁଦ୍ଧୁ ପ୍ରକୃତରେ ରାଜାକୁ କାହିଁକି କୁହାଯାଉଛି ଜାଣିବେ ଦେଖ ଗୋଟେ ଏତେ ବଡ ରାଜ୍ୟର ରାଜା ହେଇକି ନାହିଁ ସାମାନ୍ୟ କଇଁଛ ନାଇଁ ଯଦି ରାଜା ସେଇଠି କହିଥାନ୍ତେ କି ତମେ କଇଁଛକୁ ଛାଡି ଦିଅ ସେ ତାଙ୍କର ମାନେ ପଳେଇବେ ବୋଲି ମାନେ ସମସ୍ତେ ଛାଡି ଦେଇଛନ୍ତି ପ୍ରଜା ସୃଷ୍ଟି କରିଦେଇଛନ୍ତି କିନ୍ତୁ ମାନେ ରାଜା କହିଲେ ବୋଲି କି ତମେ ଆଣିକି ତାକୁ ରୋଷେଇ କର ମାନେ ଏଠି କଣ ମାନେ ତାପରେ ବି ଜ୍ୟୋତିଷ ମାନେ ବିଶ୍ୱାସ କି ରାଜା କି ସତସତିକା କଇଁଛ ମାଂସ ଖାଇଲେ ତା ସବୁ ରୋଗରୁ ମୁକ୍ତି ହେଇପାରିବ ହେଇପାରିବନି ମାନେ ଯାହାର ଯୋଉ ରୋଗଟା ମାନେ ଥିବ ଯାହାର ଯୋଉ ରୋଗ ଥିବ ସେ କହିଲେ ମୋର ଆଣ୍ଠୁ ଗଣ୍ଠି ଯିଏ ବୁଦ୍ଧୁ ହେଇଥିବ କି ଯିଏ ନିର୍ବୁଦ୍ଧିଆ ହେଇଥିବ ଯାହାର ମାନେ ଯେ ପ୍ରକାର ରୋଗ ଥିବ କଇଁଛ ମାଂସ ଖାଇଲେ ସେଟା ଭଲ ନାଇଁ ଏବେ ପ୍ରକୃତରେ ବୁଦ୍ଧୁ ସତରେ ହଉଛନ୍ତି କି ରାଜା ରାଜା କହିଲେ କିନ୍ତୁ ରାଜାଟି ବୁଦ୍ଧୁ ହେଲେ କଣ ଚଳିବ କି ଆବଶ୍ୟକ ହେଲେ ରାଜ ପରିବାରର ପବିତ୍ର ପରମ୍ପରା ଭଙ୍ଗ କରି ଏ ଅସାଧାରଣ ଗଛପଟି ସମ୍ଭବ ହେଲେ ସମଗ୍ର ଗଛପଟି ଖାଇଦେଇ ମୁଁ ବୁଦ୍ଧୁ ବେଦୀରୁ ମୁକ୍ତି ହେବା ଜରୁରୀ ନୁହେଁ କି ହେଲା ରାଜା ଦେଖିଲ କିଲିଆ ଚାଲ କରିଥିଲେ କଇଁଛ ମାଂସ ଖାଇବାକୁ ତାହେଲେ ବୁଦ୍ଧୁ ତ ସମସ୍ତେ କେହି ତ କହିବେନି ବୁଦ୍ଧୁ କି ମାନେ ମୁଁ ହଉଛି ବୋକା ସମସ୍ତେ ଯେତେବେଳେ ନିଜ ନିଜର ପରିଚୟ ଦେଇକି ନା ବୁଝିଯିବେ ସେତେବେଳେ ମୁଁ କହିବି ମୁଁ ହଉଛି ବୁଦ୍ଧୁ
କାହାକୁ ବି ଟିକେ ଦେବିନି ସବୁ କଇଁଛ ମୁଁ ଖାଇବା ଦରକାର ଯେହେତୁ ମୁଁ ଗୋଟେ ରାଜ୍ୟ ଚଲେଇବି ମୁଁ କଣ ବୁଦ୍ଧୁ ହେଲେ ଚଳିବ ତେଣୁକରି ମୁଁ ସବୁ କଇଁଛ ମାଂସ ଖାଇବି ହେଲା ରାଜା ଏହା କହିସାରି ରନ୍ଧା କଚ୍ଛପ ହଇତେ ସତ୍ୟ ପହଞ୍ଚିଥିବା ପାଚକକୁ ଇଙ୍ଗିତ ଦିଅନ୍ତେ ପାଚକର ସହକାରୀ ନିଜ ହାତ ପାହାନ୍ତରେ ଥିବା ମନ୍ତ୍ରୀଟିର ପକଡି ଓଟାରି ନେଇ ରାଜାଙ୍କ କୋଳରେ ବିଛାଇ ଦେଲେ ଓ ପାଚକ ତହି ଉପରେ ସପାତ୍ର କଚ୍ଛପ ଥୋଇଦେଲେ ଦେଖ ଯେତେବେଳେ ରାଜା ଯେତେବେଳେ ଏଇ କଥା କହିଛନ୍ତି କି ମୁଁ ସବୁ କଂସ ଖାଇବି କାଳେ ମନ୍ତ୍ରୀ କି ବିଦେଶୀ ରାଜଦୂତ କାଳେ କହିବେ କି ନାହିଁ ଆମକୁ ଟିକେ ଦିଅ ତେଣୁକରି ସାଙ୍ଗେ ସାଙ୍ଗେ ସେ ରୋଷେଇଆକୁ କଣ କଲେ ବଡ ପାଟିରେ କହିଲେ ବଡ ପାଟିରେ କହିଲେ କି ଶୁଣିଦବ ମାନେ ଆଖିରେ ଇଙ୍ଗିତ କଲା କି ତମେ ସେ ଯୋଉ ରୋଷେଇ ହେଇଛି କଇଁଛ ମାନଙ୍କୁ ତାକୁ ନେଇକି ନା ସେଠୁ ନେଇକି ଆସି ଆଉ ଯୋଉ ହାଣ୍ଡିରେ ରନ୍ଧା ହେଇଥିବ ସେ ହାଣ୍ଡିରେ କଣ ଖାଇପାରିବେ ମନ୍ତ୍ରୀଙ୍କର ପଗଡି ମନ୍ତ୍ରୀ ପିନ୍ଧିଥିଲେ ପଗଡି ନେଇଗଲେ ହେଲା ତାର ଏଥିରେ କଇଁଛ କୁଛ ଖାଇଲେ ହେଲା ଆଁ? କଣ କହିଲ ଆରେ ଆମର ଲୋକ ସବୁ ମାଡ ଗୋଳି ଖାଇଦେଇଥିଲେ ସଭାସଦ ବର୍ଗଙ୍କ କାନ୍ଦ ଅବ୍ୟାହତ ଥାଉ ଥାଉ ରାଜା ଗଭୀର ମନୋଯୋଗ ସହକାରେ ପାତ୍ରଟିକୁ ଖାଇ ସେ ଯୋଉ ମାନେ ପ୍ରଜା ବାଟକ ସେନାପତି ସବୁ କାନ୍ଦୁଛନ୍ତି କି ଆମ ରାଜା ହଉଛି ସେ ବୁଦ୍ଧୁ ସେଇ ବୁଦ୍ଧୁ ରୋଗରୁ ମାନେ ମୁକ୍ତି ପାଇବା ପାଇଁ ରାଜା ତାଙ୍କୁ କଣ କଲେ ସେଇ ତା ଟୋପିରେ ଖାଇକି ପାତ୍ରଟି ପୁରା ସଫା ସୁଦୂର ନାଥ ନା ତାପରେ ରାଜା କହିଲେ ଚୁପ୍ କର ରାଜାଙ୍କର ଧମକ ବୁଲଡୋଜର ଭଳି ସଭାସଦଙ୍କ କୋହ କାନ୍ଦଣାକୁ ମାଡ଼ି ମଞ୍ଚଟି ନିସ୍ତବ୍ଧ କରିଦେଲେ ବୁଲଡୋଜର ମାନେ ପୁରା ମାନେ ବହୁତ ଜୋର ଶବ୍ଦ ଯେତେବେଳେ ରାଜା ଖାଇଦେଲେ ପଞ୍ଚମସ୍ତ ତାର ଟେଷ୍ଟ ଜାଣିଥିଲେ ନା ତାପରେ ସେଠୁ କଣ ଚୁପ୍ କର ମୁଁ ପୁରା ବହୁତ ଜୋର ପାଟିରେ କହିଲି ହେଲା ତାପରେ ସମସ୍ତେ ସେଠୁ କଣ କଲେ ସେଠୁ ନିସ୍ତବ୍ଧ ହେଇଗଲେ ତହିଁରେ ନିଶାପଛି ରାଜା ରାଜଦୂତଟି ଉପରେ ଦୃଷ୍ଟି ନିବଦ୍ଧ କଲେ ଓ କହିଲେ ଶୁଣ ଦୂତ ମହୋଦୟ ମାସଟିଏ ସମୟ ଦେଲି ମାନେ ବିଦେଶୀ ରାଜଦୂତ ଯିଏ ଆସିଥିଲେ ଆମ ରାଜ୍ୟ ତମ ରାଜ୍ୟରେ ସୁଲଭ ଥିବା ମଇଁଷି ଆକାରରେ ବିହଙ୍ଗରୁ ଫଳେ ନେଇ ଆସ ନହେଲେ ତମ ରାଜ୍ୟ ଆମର ଏକ କଣ ସ୍ଥାନରେ ପରିଣତ ହେବ ଦୀର୍ଘକାଳ ହେବ ଆମ କୌଣସି ମହତ କାର୍ଯ୍ୟରୁ ହାତ ଦେଇନ ଫଳରେ ଆମ ସୈନ୍ୟମାନେ ମୋଟେଇ ଯାଉଛନ୍ତି ସେନାପତି ଗଣ୍ଠିପାତ ଭୋଗୁଛନ୍ତି ଯୁଦ୍ଧଟି ଅଭାବରୁ ଏ ଦୁର୍ଦ୍ଦଶା କହିଛନ୍ତି କି ତମର ଯୋଉ ଆଉ ମାସେ ବି ତମକୁ ସମୟ ଦେବି ଯେହେତୁ ମାନେ କଣ ନା ତମର ଯିଏ ମଇଁଷି ଘୁଷୁରି ଉଠୁଛନ୍ତି ମୁଁ ଯଦି ଆମ ରାଜ୍ୟରେ ଆଣି ମଇଁଷି ଘୁଷୁରି ଫୁଟେଇବି ତାହେଲେ ମୋର ଟିକେ ଅଧିକ ସମ୍ମାନ ବଢିବ କି ରାଜା ଆମ ରାଜା କଣ କରୁଛନ୍ତି ନା ଆମ ରାଜ୍ୟରେ ଆଣି ନା ଘୁଷୁରିକୁ ସମ୍ମାନ ବଢିବନି ତେଣୁକରି ମୁଁ ମାସେ ସମୟ ଦେଲି ତଳେ ମଇଁଷି ଆଉ ଘୁଷୁରିକି ନେଇ ଆସିବି ଆଉ କିଛି ଦିନ ଭିତରେ ଗୋଟେ ଯୁଦ୍ଧର ଆୟୋଜନ କଲେ ଯୁଦ୍ଧ ନ କଲେ ସେନାପତି କହିଥିଲା ନା ଆମର ଗଣ୍ଠିବାଦ ଧଇଲାଣି ଯୁଦ୍ଧ ନ କରିବାରୁ ସେ ବସି ବସି ଆମ ଗଣ୍ଠିବାଦ ଆଣିଥିଲେ ତେଣୁ ଯୁଦ୍ଧ ହବା ନିହାତି ନାଇଁ କାରଣ ରାଜା ମଣିଷ ମଣିଷ ଖାଇଦେଲେ ତା ବୁଦ୍ଧି ହବ ବୁଝି ହେଇଗଲା ବୁଝିପାରିଲ ପିଲାମାନେ କୋଶ୍ଚିନ୍ ଆନ୍ସର ବୁଝିପାରିବା এই কথা ପିଲାମାନେ ବୁଝିପାରିଲ ଭଲ ଲାଗିଲା କଇଁଛ ମାଂସ ଟିକେ ଖାଇବ सामान्य ସରବରରେ ରହୁଥିବା କମ୍ପୋଗିର୍ବ ହେଲା ନାଇଁ ତମେ ସେଟା କହିଲେ କମ୍ପୋଗିର୍ବ କଣ ଥିବାରୁ ତା ପରିବେଶ ତାକୁ ସନ୍ତୁଷ୍ଟ କରିପାରୁ ନଥିଲା ଏତେ କମ ପିଲାଙ୍କ ମତ ରହୁଛ ବୁଝିପାରୁନି ଏବେ ବା ଦି ତମେ କୁହ ଗଛପଟି କୂଳକୁ ଉଠି କେଉଁଥିରେ ବିଚରଣ କରୁଥାଏ
ସେଇ ସେତିକି ଚାରି ପାଞ୍ଚ ଗଛପଟି ଆଖି ବୁଜି କେଉଁଠି ଭଳିକି ଭଳି ଅଜବ ଦୃଶ୍ୟ ଦେଖେ ବିମୁଗ୍ଧ କଳ୍ପଲୋକରେ ହେଲା କେତେବେଳେ ଦୁଇ ଗୋଟି ହଂସ ତରଙ୍ଗରେ ଉପନୀତ ହେଉଥିଲେ ଏଇଟା ସମସ୍ତେ ଯୋଉ ପିଲାମାନେ କହିପାରନ୍ତି ସେମାନେ ଗୁଣ କହିବେ ନା 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 ଯୋଉ ପିଲା ଆଜି ଆସୁଛି ସେମାନେ ପଢିଥାନ୍ତ ସେଇଥିପାଇଁ କହିଥାନ୍ତି ପଢିକି ଆସିବ ହେଲା କପଡା କପଡା ଦେଖ ଖଣ୍ଡିଏ କାଠିର ଦୁଇ ପ୍ରାନ୍ତକୁ କିଏ ଚାପୁଡି ଧରିଛି ପରୀକ୍ଷା ସଫଳ ମୁହଁ ନ ଖୋଲିବାକୁ କିଏ ଆକାଶର ଭବିଷ୍ୟତ ଅନ୍ଧାର ବୋଲି କିଏ ଭବିଷ୍ୟତବାଣୀ ହଂସମାନେ ବିଶ୍ୱାସଘାତକ ଅପବାଦ କରିଛି ମନରେ କେଉଁ ଶବ୍ଦଟି ସମ୍ମୁଖୀନ ଗଳାକରଣ କରେନି ରାଜା ଉଡ଼ନ୍ତ ପଛପଟିକି ଦେଖି କଣ କହିଥିଲି ଅପସନ ଅଛି ଦେଖି କହିବ ରାଜା ତାଙ୍କ ରାଜ୍ୟକୁ କିଏ ଉଡିବାର ଦେଖାଯାଏ ବୋଲି ବିଦେଶୀ ରାଜଦୂତଙ୍କ ରାଜ୍ୟରେ କେଉଁଭଳି ବୃହତ୍ତର ବିଭକ୍ତମାନେ ଅଛନ୍ତି ବୋଲି କେତେ ବର୍ଷରେ ଥରେ ଶୂନ୍ୟରୁ କଚ୍ଛପ ବୃଷ୍ଟି କଚ୍ଛପ ମାଂସ କାହାର ଅଯୋଗ୍ୟ ବୋଲି 100 ମାନେ 100 ବର୍ଷ ସହସ୍ର ମାନେ ସହସ୍ର ମାନେ କେତେ କିଛି ମାନେ 100ର 1,00,000ର 500ର ଏମିତି ଗୋଟେ ଲିମିଟ ଅଛି ସହସ୍ର ସେମିତି ଗୋଟେ ଲିମିଟ ଅଛି କେତେ ବର୍ଷ କାହାର ଅଯୋଗ୍ୟ ବୋଲି ମହାପଣ୍ଡିତ କହିଛି ତାହା ଆଡକୁ ଦୃଷ୍ଟିପାତ କରି ରାଜାଙ୍କର ଗୋଟିଏ ଚକ୍ଷୁ ସେନାପତି କେଉଁ ରକମର ମୁକ୍ତି ପାଇବା ପାଇଁ ଦୁନିଆରୁ ଫସିଲା ବେଳେ ପାଠପତି କେଉଁ ଶବ୍ଦ ଉଚ୍ଚାରଣ କରିବ କେଉଁ ବ୍ୟକ୍ତିରୁ ମୁକ୍ତି ପାଇବା ଜରୁରୀ ବୋଲି ରାଜା କହିଥିଲେ ରାଜାଙ୍କ କୋମଳ ରାଜାଙ୍କ କୋଳରେ ପାଚକର ସହକାରୀ କଣ ବିଛାଇ ଦେଇଥିଲା ରାଜାଙ୍କ ଧମକ କେଉଁଭଳି ସଭାସଦ ଓହ କାନ୍ଦଣାକୁ ନିସ୍ତବ୍ଧ କରିଦେଇଥିଲା ତାଙ୍କ ରାଜ୍ୟର ମହିଷୀ ଆକାରରେ ବିଭଙ୍ଗକୁ କେତେ ନେଇ ଆସିବାକୁ ରାଜା ବିଦେଶୀ ରାଜଦୂତଙ୍କୁ ନିର୍ଦ୍ଦେଶ ଦେଇଥିଲେ ମହତ କାର୍ଯ୍ୟ ବୋଲି ରାଜା କେଉଁ କାର୍ଯ୍ୟକୁ ଇଙ୍ଗିତ କରୁଛି କଟା ପଚାରିଆ ଆସିବନି नेक्स्ट क्लास को कटा बजे कटा बजे आ कोड विषय स्टार्ट हां रूढी पचरा हबो एटा कटा पचरा हबो आउ गोटा कॉपी दा हां लेखि नाही माने एक लेखि तमे तम अनुसार लेखि आना पत्र लेखि तम सांग बडको पत्र लेखि सब मन कारण मु टॉपिक देले समस्त टॉपिक समान हे तम इच्छा तमे सांग बडको पत्र लेखि मैम एक टॉपिक लिखि दो कॉइन छ मार्क्स न खायो सांग पत्र कॉइन छ मारी खाइले थाई देखा नेक्स्ट इसको पढ़ने टॉपिक ला पढ़ी बड़ा पढ़ो एटा कंप्लीट बड़ा पढ़ो
कॉपीटा अछि कॉपीटा पढ़ो क्रिया युक्त क्रिया क्रिया आउ छटा पढ़ी के अछि जो संतनटा आछि तो कहि जरो एति को भी काट आउ लिखि कि ना आउ कोटा बुझे आज तो पढ़ा हला के ना बुझी पारला सुकुन ତମର ଅଛି ଆମର ଯଦି ସମାନ ପାଇଁ ସେଟା କରିଛି ସମସ୍ତେ ପଢିକି ଆସିବ Iman, yes ma'am. Gaurav, yes. Kamal, Ramadan, yes ma'am. Imanadi, Leksha, Lekshani, Manasi, Manisha, Antis, yes ma'am. Mrutyunjay, yes ma'am. Yarika, yes ma'am. Raya, Radha, Vedarsini, Rahul, Ashmita, Sanjay, Nancy, Soumya, Shubham,